ବାପା ମାଆକୁ ନ ଜଣାଇ ପ୍ରେମିକ ସଞ୍ଜୁ ସହିତ ଫେରାର ହୋଇଯାଇଥିଲା 7 ମାସର ଗର୍ଭବତୀ ଝିଅ ସୋନିଆ। ପେଟରେ ଛୁଆ ଧରିଥିଲା ଆଉ କାନ୍ଦି କାନ୍ଦି ରାତି ଅଧରେ ଝିଅ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲା। କାରଣ ବଢ଼ିଲା ଝିଅ ନିଜର ଗର୍ଭରେ ପାପ ସମ୍ପର୍କର ଛୁଆ ରଖିଥିଲା। ଯେଉଁ ଛୁଆ ଆଉ 2ରୁ 3 ମାସ ଗଲା ପରେ ବିନା ବାପର ପରିଚୟରେ ଏ ଦୁନିଆକୁ ଆସିବାକୁ ଯାଉଥିଲା। କିନ୍ତୁ ଝିଅ ଯେତେବେଳେ ପ୍ରେମିକ ସହିତ ଘର ଛାଡ଼ି ଚାଲି ଆସିଲା ସେତେବେଳେ ସେ ଜାଣିବାକୁ ପାଇଥିଲା ତାର ଛୁଆର ବାପା ତଥା ପ୍ରେମିକ ସଞ୍ଜୁ ପ୍ରକୃତରେ ସଞ୍ଜୁ ନଥିଲା, ବରଂ ସେ ସଲିମ ଥିଲା। ହ୍ୟାଲୋ ହାଏ ନମସ୍କାର, ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପକୁ ଆପଣଙ୍କୁ ସ୍ୱାଗତ। କଥାରେ ଅଛି ପ୍ରେମକୁ ପ୍ରେମ ଭଳି କରିବା ଦରକାର। ଯଦି ପ୍ରେମକୁ ଅନ୍ଧ ଭଳି କରାଯାଏ ତାହେଲେ ସୋନିଆ ଭଳି ଏମିତି ଅନେକ ଝିଅ ପ୍ରେମ ପାଇଁ ହିଁ ବଳି ପଡ଼ିଯିବେ। ହଁ ଆଜ୍ଞା, ଟିକେ ନଜର ପକାନ୍ତୁ ଏହି 19 ବର୍ଷୀୟ ପ୍ରେମିକା ଉପରେ, ଯାହାର ନାଁ ହେଉଛି ସୋନିଆ, ଯିଏକି ସଞ୍ଜୁ ନାମକ ଏହି 22 ବର୍ଷୀୟ ଯୁବକକୁ ପ୍ରେମ କରୁଥିଲା। ଆଉ ସେହି ପ୍ରେମିକର ଛୁଆର ମା' ହେବାକୁ ମଧ୍ୟ ବସିଥିଲା। କିନ୍ତୁ ଦେଖୁ ଦେଖୁ ଭଲ ପାଉଥିବା ସେହି ସଞ୍ଜୁ ସୋନିଆ ଆଗରେ କେମିତି କେଜାଣି ସଲିମ ବନିଗଲା। ଆଉ ଇଏ ହେଉଛି ସଞ୍ଜୁ ମାଲିକ, ଯିଏକି ସୋନିଆକୁ ପ୍ରେମ କରି ବିବାହ କରିବାକୁ ଆଶା ଦେଖାଇ ତାହା ସହ ସମ୍ପର୍କ ରଖୁଥିଲା। ପରେ ନିଜ ହାତରେ ନିଜେ ସବୁକିଛି ସାରିଦେଲା। ହଁ ଆଜ୍ଞା, ସଞ୍ଜୁ ଆଉ ସଲିମ ଏ ଅଧାଗଢ଼ା ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ଗତ 2 ବର୍ଷ ତଳେ, ଯେତେବେଳେ ସୋନିଆ ଘରର ଗୋଟେ ଚୁଲବୁଲି ଝିଅ ଥିଲା। ଆଉ ସେତେବେଳେ ସୋନିଆକୁ ସେହି ଚଗଲାମିର ବୟସ ମାତ୍ର 17 ବର୍ଷ ହୋଇଥିଲା। କିନ୍ତୁ ସୋନିଆ ସେ 17 ବର୍ଷ ବୟସରେ ଭଲ ଲାଗିବା ବଦଳରେ ବିଚାରି ଭଲ ପାଇଥିଲା ଆଉ ଏ ସଞ୍ଜୁକୁ ନିଜର ଜୀବନସାଥୀ କରିବାକୁ ସବୁଦିନ ରାତିରେ ତକିଆ ଜାବୁଡ଼ି ଧରି ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲା। ଆଉ ସଞ୍ଜୁ ମଧ୍ୟ ପ୍ରଥମ ଦେଖାରେ ସୋନିଆକୁ ସେହି 3ଟି ଶବ୍ଦ ତଥା ଆଇ ଲଭ୍ ୟୁ କହିଦେଇଥିଲା। ଆଉ ମୁଁ ଯଦି ବାହା ହେବି କେବଳ ସୋନିଆକୁ ବାହା ହେବି କହି ସଞ୍ଜୁ ମନେ ମନେ ଭାବି ନେଇଥିଲା। ସୋନିଆ ଇନଷ୍ଟାଗ୍ରାମରେ ସବୁଦିନ ନିଜର ଫଟୋ ଆଉ ଭିଡ଼ିଓ ଅପଲୋଡ଼ କରିବାକୁ ଭଲ ପାଉଥିଲା, ଯେଉଁଥିପାଇଁ ଶୁଣିବାକୁ ମିଳୁଛି କୁଆଡ଼େ ଇନଷ୍ଟାଗ୍ରାମରେ ସୋନିଆର କୁଆଡ଼େ 6000 ଫଲୋଅର୍ସ ମଧ୍ୟ ଥିଲେ। ଆଉ ଧୀରେ ଧୀରେ ସୋନିଆ ନିଜର ଲଭ୍ ତଥା ସଞ୍ଜୁକୁ ନେଇ ମଧ୍ୟ ପୋଷ୍ଟ କରିବାକୁ ଆରମ୍ଭ କରିଥିଲା। ଏମିତି ସଞ୍ଜୁ ଆଉ ସୋନିଆର ନୂଆ ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥାଏ। ଦୁହେଁ ମୋବାଇଲରେ ଅନେକ ସମୟ ଧରି କଥା ହୁଅନ୍ତି, ଭିଡ଼ିଓ କଲ୍ କରି ଦୁହିଁଙ୍କ ମୁହଁକୁ ଦେଖି ନିଦ ଭାଙ୍ଗନ୍ତି। ଆଉ ରାତିରେ ଶୋଇଲା ବେଳେ ମଧ୍ୟ ଦୁହିଁଙ୍କ ମୁହଁକୁ ଅନେଇ ଗୁଡ୍ ନାଇଟ୍ କହି ଶୋଇଥାନ୍ତି, ଯାହାର ପ୍ରମାଣ ସକାଳର ସେହି ସୁନେଲି କିରଣକୁ ଆଉ ରାତିର ସେହି ଜ୍ୟୋତ୍ସ୍ନା ଭରା ଜହ୍ନକୁ ପଚାରିଲେ ବି ସେମାନେ ଦେଇଦେବେ। କିନ୍ତୁ ତା ଭିତରେ ବି ଏମିତି ଅନେକ ରାତି ସୋନିଆ ଆଉ ସଞ୍ଜୁ ଭିତରେ ବିନା ନିଦରେ କଟିଯାଇଛି, ତାର ହିସାବ ନାହିଁ। ସବୁକିଛି ଠିକ୍ଠାକ୍ ଚାଲିଥିଲା। ପ୍ରେମିକ ସଞ୍ଜୁ ଉପରେ ଯେମିତି ଆଉ କାହାର ନଜର ନ ଲାଗୁ ସୋନିଆ ବେଳେବେଳେ ନିଜ ଆଖିର କଜଳକୁ ସଞ୍ଜୁର ବେକରେ ଲଗାଇ ଦେଉଥିଲା। ଏମିତି ଅନେକ ଅନ୍ତରଙ୍ଗର ସମୟ ସଞ୍ଜୁ ଆଉ ସୋନିଆ ମିଶି ବିତାଇଥିଲେ। ଆଉ ଦୁହେଁ ପ୍ରତିଟି ମୁହୂର୍ତ୍ତର ଫଟୋ ମଧ୍ୟ ଉଠାଇ ନିଜେ ସାଇତି ରଖୁଥିଲେ। ଏ ଦୁହିଁଙ୍କ ଭିତରେ ସେତେବେଳେ ମନମାଳିନ୍ୟ ଆରମ୍ଭ ହୋଇଥିଲା ଯେତେବେଳେ ସଞ୍ଜୁ ସୋନିଆ ସହ ସମ୍ପର୍କ ରଖିବାକୁ କହିଥିଲା। କିନ୍ତୁ ସୋନିଆ ପ୍ରଥମେ ମନା କରିଥିଲେ ବି ପରେ କିନ୍ତୁ ରାଜି ହୋଇଯାଇଥିଲା। ପରେ ସଞ୍ଜୁ ଆଉ ସୋନିଆ ବିବାହ ପୂର୍ବରୁ ଯେମିତି ଏକ ହୋଇଯାଇଥିଲେ, କିନ୍ତୁ ପରେ ଜଣାପଡ଼ିଥିଲା ଏ ଭିତରେ ସୋନିଆ ପେଟରେ ଗୋଟେ ଛୁଆ ବଢ଼ୁଛି ବୋଲି। ବଢ଼ିଲା ଝିଅଟା ଆଉ କେତେ ଦିନ ବା ଏ କଥାକୁ ଲୁଚେଇ ରଖିଥାନ୍ତା। ପରେ ଜଣାପଡ଼ିଥିଲା କି ସୋନିଆ ଦେଖୁ ଦେଖୁ 7 ମାସର ଗର୍ଭବତୀ ହୋଇଯାଇଥିଲା। ଆଉ ସଞ୍ଜୁକୁ ଶେଷରେ ବିବାହ ପାଇଁ ଜିଦ୍ ମଧ୍ୟ କରିଥିଲା। ଏତେ ସବୁ କିଛି ହୋଇସାରିଥିଲେ ବି ସୋନିଆ ଟିକେ ବି ଜାଣିନଥିଲା ଯାହାର ରକ୍ତର ସନ୍ତାନ ସେ ନିଜ ପେଟରେ ବଢ଼ୁଥିଲା ସେ ସଞ୍ଜୁ ନଥିଲା, ସେ ଥିଲା ସଲିମ। ହଁ ଆଜ୍ଞା, ଦିନକର ଘଟଣା। ସଞ୍ଜୁ ସୋନିଆକୁ ଘର ଛାଡ଼ି ଆସିବାକୁ କହିଥିଲା। ଆଉ ସୋନିଆ ସଞ୍ଜୁ କଥାରେ ରାଜି ହେଇ ଘରେ କାହାକୁ କିଛି ନ କହି ସଞ୍ଜୁ ସହିତ ରାତି ଅଧରେ ଘର ଛାଡ଼ି ଚାଲି ଆସିଥିଲା। କିନ୍ତୁ ସେତିକି ବେଳେ ସଞ୍ଜୁ ସୋନିଆକୁ ଜଣାଇଥିଲେ ଯେ ସେ କୌଣସି ସଞ୍ଜୁ ନୁହେଁ, ସେ ସଲିମ। ଆଉ ସେ କୌଣସି ହିନ୍ଦୁ ଧର୍ମ ନଥିଲା, ସେ ଜଣେ ଥିଲା ମୁସଲିମ। ତାପରେ ସୋନିଆର ପାଦ ତଳୁ ଯେମିତି ମାଟି ଖସି ଯାଇଥିଲା। ପରେ ସୋନିଆ କାହାକୁ କିଛି କହିବା ଆଗରୁ ସଞ୍ଜୁ ସାଙ୍ଗରେ ଧରି ଆସିଥିବା 2 ସାଙ୍ଗଙ୍କ ସହ ମିଶି 7 ମାସର ଗର୍ଭବତୀ ପ୍ରେମିକାକୁ ହତ୍ୟା କରିଦେଇଥିଲା। ଆଉ ସୋନିଆର ମୃତଦେହକୁ ମାଟି ତଳେ ପୋତି ଦେଇଥିଲା। ପରେ ଝିଅ ଘର ଲୋକେ ଯେତେବେଳେ ଥାନାରେ ଅଭିଯୋଗ କରିଥିଲେ, ଦିଲ୍ଲୀ ପୋଲିସ ତଦନ୍ତ କରି ସଲିମକୁ ଗିରଫ କରିଥିଲା। ଆଉ ସଲିମ ପୋଲିସ ଆଗରେ ସୋନିଆ ସହ ଯାହା କିଛି କାଣ୍ଡ ଘଟାଇଥିଲା ତାହା ଗୋଟି ଗୋଟି କରି ବଖାଣିଥିଲା। ପରେ ପରିବାର ଲୋକଙ୍କ ସହ ପୋଲିସ ମାଟି ତଳୁ ସୋନିଆର ଶବକୁ ଉଦ୍ଧାର କରି
ପୋଷ୍ଟମର୍ଟମ୍ କରାଇଥିଲା, ଯାହାଫଳରେ ଜଣାପଡ଼ିଥିଲା କି ସୋନିଆ ପେଟରେ 7 ମାସର ଗୋଟେ ଛୁଆ ବଢ଼ୁଥିଲା। ଏତେ ସବୁ ଭିତରେ ଯେଉଁ ଝିଅ ନିଜର ପ୍ରେମକୁ ନିଜର ଜୀବନ ଭାବୁଥିଲା, ଶେଷରେ ସେହି ପ୍ରେମ ଝିଅର ଜୀବନକୁ ଛଟପଟ କରି ନେଇଯାଇଥିଲା। ଆପଣଙ୍କ ମତାମତ କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।